ମୁଁ ରାଜକିଶୋର ସାହୁ ପ୍ରିନ୍ସିପାଲ ଓଡଗାଁ କଲେଜ। ଆଜିର କାର୍ଯ୍ୟକ୍ରମ ଥିଲା ବିକଶିତ ଭାରତ ଆଉ ୟୁଥ ପାର୍ଲାମେଣ୍ଟ। ସ୍ୱାଧୀନତା ଲାଭ କଲା 1947 ମସିହାରେ। ତା ପରଠୁ ଯେତେବେଳେ ସ୍ୱାଧୀନତା ଲାଭ କଲା ଆମେ ତ ଭାବିଲୁ ଆମରି ନାଁର ଆମେ ନାଗରି ଆମେ ଚଳାଇବୁ ଦେଶ ଆମରି। ଚାଲିଲା ସେ ରେଟ୍ ଚାଲିଲା କିଛି ଦିନ ଗଲା। କିଛି ଦିନ ଗଲା ପରେ 1975 ମସିହାରେ ଆସିଲା ଆମର ଇମର୍ଜେନ୍ସି ଆସିଲା। ଇମର୍ଜେନ୍ସି ଆସିଲା ପରେ ତ ସ୍ୱାଧୀନତା ବ୍ୟାହତ ହେଲା। ସେଥିପାଇଁ ବହୁତ ଶିଖିଲେ, ଆମେ ବହୁତ ଜିନିଷ ଶିଖିଲେ। ଆମେ ପ୍ରତ୍ୟେକଟି ନେଗେଟିଭିଟି ଆମକୁ ଶିକ୍ଷା ହେଇथा, ଆମେ ଶିଖିଲେ। ଶିଖି ଶିଖି ବର୍ତ୍ତମାନ 50 ବର୍ଷ ଗଲା ହାରି ଏବଂ କ'ଣ ଶିଖିଲେ ତାକୁ କେମିତି କାମରେ ଲଗେଇବା। 2047 ବେଳକୁ ଯେତେବେଳେ ସ୍ୱାଧୀନତା ପ୍ରାପ୍ତିର 100 ବର୍ଷ ହେବ, 100 ବର୍ଷ ବେଳକୁ ଗୋଟେ ବିକଶିତ ଭାରତ କରିବା, ଏଇଥିପାଇଁ ସ୍ୱପ୍ନ ଦେଖିଲେ ପ୍ରଧାନମନ୍ତ୍ରୀ, ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏ ଯେଉଁ ବିକଶିତ ଭାରତର ସ୍ୱପ୍ନ ଦେଖିଲେ, ୟାକୁ ସାକାର କରିବା ପାଇଁ ଆମକୁ ୟୁଥ ମାସ୍ ଦରକାର। ତେଣୁ ୟୁଥ ପାର୍ଲାମେଣ୍ଟର ଆୟୋଜନ। ଆମେ ନେଗେଟିଭିଟି ଆମକୁ କ'ଣ ଶିଖେଇଲା, ବର୍ତ୍ତମାନ ଯେଉଁ ଆମେ ବର୍ତ୍ତମାନ ବିକାଶ ଉନ୍ମୁଖୀ, ବିକାଶ ପଥରେ ଅଗ୍ରସର ହେଉଛେ, ଏବଂ ଏହାକୁ କାର୍ଯ୍ୟକାରୀ କରିବା ସୈନିକ ମାନେ ହେଲେ ୟୁଥ ମାସ୍। ତେଣୁ ବର୍ତ୍ତମାନ ପ୍ରସ୍ତୁତି ହେଉଛି ୟୁଥ ମାସ୍କୁ ନେଇକରି। ତେଣୁ ବିକଶିତ ଭାରତ ପଥରେ ଯୁବ ସମାଜ। ତେଣୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଯୋଗ ଦେଇଥିଲେ ଜଣେ ଟ୍ରେନର ଦେଇଥିଲେ, ଏନ୍ଏସ୍ଏସ୍ର ଟ୍ରେନର, ଷ୍ଟେଟ୍ ଲେବୁଲ୍ ଟ୍ରେନର। ଆଉ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଏହି କଲେଜର ପୂର୍ବତନ ପ୍ରିନ୍ସିପାଲ କେସି ଦାସ, କାର୍ତ୍ତିକ ଦାସ। ଏମିତି ଆଉ ଯେଉଁ କୋର୍ଡ଼ିନେଟର ଥିଲେ ଚିତ୍ତରଞ୍ଜନ ଦାସ। ଆମର ପ୍ରୋଗ୍ରାମ କୋର୍ଡ଼ିନେଟର ଆମର ଥିଲେ ବିଜୟଲକ୍ଷ୍ମୀ କଅଁର। ଏମିତି ଯୋଗ ଥିଲା। ଆଉ ଅନ୍ୟାନ୍ୟ ସବୁ କଲେଜରୁ, ଡିଷ୍ଟ୍ରିକ୍ଟର ସବୁ କଲେଜରୁ ପ୍ରାୟ ପ୍ରୋଗ୍ରାମ ଅଫିସର ମାନେ ଆସିଥିଲେ, ପିଲାମାନେ ଆସିଥିଲେ। କମ୍ପ୍ଲିଟ୍ ପିଲାମାନେ ଏଥିରେ ବହୁତ ଉତ୍ସାହ ଥିଲା, ବହୁତ ଭାଗ ନେଇଥିଲେ। ଏଥିରେ ଭଲ ହେଇଛି। ମୋଟାମୋଟି ଭାବରେ କାର୍ଯ୍ୟକ୍ରମ ସଫଳ ହେଇଛି। କିନ୍ତୁ ଆମେ ନିଜେ ସତର୍କ ନହେଲେ କିଛି ହେବନି। ଯେତେବେଳେ ସଚେତନ ନ ହେଉ, ଆମକୁ ସଚେତନ କରାଯାଏ। ଯେଉଁଠି ବନ ନଥାଏ, ମରୁଭୂମିରେ ଆମେ ଗଛ ଲାଗି ବନୀକରଣ କରୁ। କୌଣସି ଜିନିଷ ଅସ୍ପଷ୍ଟ ହେଲେ ଆମେ ସ୍ପଷ୍ଟୀକରଣ ଲୋଡ଼ୁ। ତେଣୁ ଯୁବ ସମାଜ ଯେହେତୁ ସଚେତନ ନାହାନ୍ତି, ତେଣୁ ସଚେତନ କରିବା ପାଇଁ ସେମାନଙ୍କୁ ଇଏ ଗୋଟେ ଯୋଜନା ସରକାରଙ୍କର। ଯାହା ହଉ ଏଇଟା ସଫଳ ହେଉ ଏବଂ ଯୁବ ସମାଜ ଚେଷ୍ଟା କରନ୍ତୁ, ଦେଶ ପ୍ରେମରେ ଉଦ୍ବୁଦ୍ଧ ହୁଅନ୍ତୁ। ଏବଂ ଯୁବ ସମାଜ ଯଦି ଠିକ୍ ରହିଲେ ଦେଶଟା ଠିକ୍ ରହିବ। ତେଣୁ ଆଗାମୀ ଦିନର ନେତା ସେମାନେ, ଆଗାମୀ ଦିନର ସ୍ରଷ୍ଟା ସେମାନେ, ଆଗାମୀ ଦିନରେ ଦେଶ ଚଳେଇବେ ସେମାନେ। ତେଣୁ ମୋଟାମୋଟି ଭାବରେ ସେମାନଙ୍କ ଭିତରେ ଏଇ ଯେଉଁ ଦେଶ ପ୍ରେମକୁ ଉଦ୍ବୁଦ୍ଧ କରିବା ପାଇଁ, ନିଜର କର୍ତ୍ତବ୍ୟ, ନିଜର ଦାୟିତ୍ୱ ପ୍ରତି ସଚେତନ କରିବା ପାଇଁ ଏସବୁ କାର୍ଯ୍ୟକ୍ରମ, ଯାହା ହଉ ବହୁତ ଭଲ ହେଇଛି କାର୍ଯ୍ୟକ୍ରମ। ଉତ୍ସବ ଗୋଟେ କରାଯାଇଛି, ପ୍ରାଇଜ୍ ଇଏ କରାଯାଇଛି, ଆମର କମ୍ପିଟିସନ୍ କରାଯାଇଛି, ସମସ୍ତଙ୍କୁ ସାର୍ଟିଫିକେଟ୍ ସମସ୍ତଙ୍କୁ ଦିଆଯାଇଛି।